नमस्कार। स्कूल और कॉलेज पिलामानଙ୍କ ପାଇଁ ସ୍ୱାଧୀନତା ଦିବସ ଅବସରରେ ବହୁତ ସୁନ୍ଦର ଓ ଖୁବ୍ କମ୍ ସମୟର ଭାଷଣଟିଏ ଚାଲନ୍ତୁ ଆରମ୍ଭ କରିବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀଗଣ, ଆଜିର ଏହି ପବିତ୍ର ସ୍ୱାଧୀନତା ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଅଗଷ୍ଟ 15 ତାରିଖ। ଆମ ଦେଶର ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସମସ୍ତେ ଏକତ୍ରିତ ହୋଇଛନ୍ତି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱାଧୀନତା ଦିବସ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶ ପାଇଁ ଜାତୀୟ ଗର୍ବ ଓ ଏହି ଦିନ ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ତଳେ ନିଜର ଜାତୀୟ ସଙ୍ଗୀତ ଗାନ କରିଥାନ୍ତି ଓ ନିଜ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥାନ୍ତି। ପୂର୍ବ କାଳରେ ଇଷ୍ଟ ଇଣ୍ଡିଆ ନାମକ କମ୍ପାନୀ ବ୍ୟାପାର ବାଣିଜ୍ୟ କରିବାକୁ ଆସିଥିଲା, କିନ୍ତୁ ସେତେବେଳେ ଆମ ଦେଶରେ ରାଜା ମହାରାଜାମାନଙ୍କ ମଧ୍ୟରେ ଏକତା ଭାବ ନଥିଲା, ନା ଥିଲା ଭ୍ରାତୃତ୍ୱ ଭାବ। ଧୀରେ ଧୀରେ ସେମାନଙ୍କ ଏହି ଦୁର୍ବଳତାର ସୁଯୋଗ ନେଇ ବ୍ରିଟିଶରମାନେ ପୁରା ଭାରତକୁ ଶାସନ କରିବାକୁ ଲାଗିଥିଲେ ଆଉ ଆରମ୍ଭ କରିଦେଲେ ଭାରତବାସୀଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର। ଲୁଟିବାକୁ ଲାଗିଲେ ଏହି ସୁନାର ଭାରତକୁ। କିନ୍ତୁ ଊନବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଜନ୍ମ ନେଇସାରିଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଆରମ୍ଭ ହୋଇଥିଲା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହ, ଯାହାର ମୂଳଦୁଆ ପଡ଼ିଥିଲା ଉତ୍କଳ ମାଟିରୁ। ଉତ୍କଳ ବୀରପୁତ୍ର ଜୟୀରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ 1857 ମସିହାରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ। ଏଥିରେ କେତେ ଯେ ପାଇକ ପୁଅ ବଳିଦାନ ଦେଇଥିଲେ ତାହା କହିହେବ ନାହିଁ। ପରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ, ଯେମିତିକି ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନିଜ ଜୀବନକୁ ମଧ୍ୟ ସେମାନେ ବାଜି ଲଗାଇ ଆମର ଦେଶର ସ୍ୱାଧୀନତାକୁ ଛଡ଼ାଇ ଆଣିଥିଲେ। ଆମ ଦେଶର ସଂସ୍କୃତି ପରମ୍ପରା ସବୁଠୁ ନିଆରା। ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ଭାରତ ମାତାର ସନ୍ତାନ ଏବଂ ଏହାର ଉନ୍ନତି ପାଇଁ ସମସ୍ତେ କାର୍ଯ୍ୟ କରିଥାଉ। ସେହିପରି ଆମେ ସମସ୍ତେ ଆମ ଦେଶକୁ ମହାନ କରିବା ପାଇଁ ଜଣେ ଜଣେ ସଚ୍ଚୋଟ ନାଗରିକ ଭାବରେ ଆମ କର୍ତ୍ତବ୍ୟ ପାଳନ କରିବା ଉଚିତ। ମୋର ବକ୍ତବ୍ୟକୁ ଶୁଣିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଜୟ ହିନ୍ଦ, ଜୟ ଭାରତ। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛି ଏବଂ ସମସ୍ତେ ଆପଣମାନେ ଭିଡ଼ିଓକୁ ଦେଖି ସାରିଲା ପରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆଜିର ଭାଷଣଟି କେମିତି ଲାଗିଲା ତାହା ମଧ୍ୟ କମେଣ୍ଟରେ ମଧ୍ୟ ଜଣାଇବେ ଏବଂ ଆଗାମୀ କ'ଣ କେମିତି ଆପଣମାନଙ୍କୁ ଭାଷଣ ଦରକାର ତାହା ମଧ୍ୟ କମେଣ୍ଟ ସେକ୍ସନରେ ଜଣାଇ ପାରିବେ। ତ ରହୁଛି, ପୁଣି ନେକ୍ସଟ ଭିଡ଼ିଓରେ ଦେଖା ହେବ। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।